ଆଜ୍ଞା ଆପଣ ପରିଚୟ ଦେବେ। ମୁଁ ଅରୁଣ କୁମାର ପ୍ରଧାନ ମଣ୍ଡାପଡ଼ା ଖ୍ରୀଷ୍ଟିଆନ ମଣ୍ଡଳୀର ଉପସଭାପତି ଅଛି। ଗତକାଲି ହଁ, ସେଇଟା ତ ଫେସବୁକ୍ରେ ଘୁରି ବୁଲୁଛି ଆଉ ଆମେ ମଧ୍ୟ ଦେଖିଲୁ। ସେଥିରେ 5-6 ଜଣ ସିଗ୍ନେଚର କରି ସ୍ୱାକ୍ଷର କରି ତହସିଲଦାରଙ୍କୁ ଏକ ଦରଖାସ୍ତ ଦେଇ ଅଛନ୍ତି ଯେ ମଣ୍ଡାପଡ଼ା ବାପ୍ଟିଷ୍ଟ ମଣ୍ଡଳୀ ଏହାକୁ ଭିନ୍ନ ଉପାୟରେ ତାକୁ ବିକ୍ରୟ କରିବାକୁ ଯାଉଅଛି ବୋଲି ଏପରି ଗୋଟେ ସେମାନେ ଦରଖାସ୍ତ ଦେଇ ଅଛନ୍ତି। ଏହାର ପ୍ରକୃତ ସତ୍ୟ ହେଉଛି ସେଇ ଦରଖାସ୍ତକାରୀମାନେ ଯେଉଁମାନେ ସେଥିରେ ସ୍ୱାକ୍ଷର କରିଛନ୍ତି ସେଇମାନେ ହିଁ ଆମମାନଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ଆମମାନଙ୍କର ଗୋଟିଏ ଜମି ଅଛି, ସେଟାକୁ ବିକିକି ଆଉ ଗୋଟେ ଗ୍ରାମ ଭିତରେ ଗୋଟେ ଜମି ବିକ୍ରି ହେବାକୁ ଯାଉଅଛି, ସେ ଜମିଟା କିଣିବା ପାଇଁ। ଆଉ ସେଇ ପ୍ରସ୍ତାବ ଉପରେ ମଣ୍ଡଳୀ ଇମର୍ଜେନ୍ସି ମିଟିଂ ଡାକିଛି ଏବଂ ବିଭିନ୍ନ ସମୟରେ ସଭା ପରେ ସଭା ହେଲା ପରେ ଗୋଟେ ଡିସିସନ୍ ନେଲା ଯେ ନାଇଁ ଏଇ ଜମିକି ବିକିକି ଆମେ ଗାଁ ଭିତରେ ଯେଉଁ ଜମିଟି ଅଛି, ଯେଉଁ ପ୍ଲଟ୍ଟି ଅଛି ଘର ସହିତ, ତାହାକୁ ଆମେ କିଣିବୁ। ମଣ୍ଡଳୀର ମିଟିଂ କେବେ ହେଇଥିଲା? ଏଇଟା ଆମଙ୍କର ଗତ ବର୍ଷ ଯଦି ହେଇଛି ମେ ମାସରେ ଏ ଡିସିସନ୍ ହେଲା, ଯେଉଁଥିରେ କି ଆମେ ନୋଟିସ୍ ଦେଇଥିଲୁ। ପ୍ରାୟ 106 ଜଣ ସେଥିରେ ସ୍ୱାକ୍ଷର କରିଛନ୍ତି। ଆଉ ସେ ସ୍ୱାକ୍ଷରକୁ ନେଇକି ତାପରେ ମିଟିଂ ହେଲା। ମିଟିଂରେ ଡିସିସନ୍ କରାଗଲା ଯେ ସମ୍ପାଦକଙ୍କୁ ଆମେ ମଣ୍ଡଳୀ ଦାୟିତ୍ୱ ଦେଲା, ଖ୍ରୀଷ୍ଟିଆନ ମଣ୍ଡଳୀ ଦାୟିତ୍ୱ ଦେଲା ଯେ ସମ୍ପାଦକ ଏହାକୁ ବିକ୍ରି କରିପାରିବେ। ତା ସହିତ ସଭାପତି ଆଉ ଉପସଭାପତି ଆଉ କୋଷାଧ୍ୟକ୍ଷ ଏମାନେ ସବୁ ଦାୟିତ୍ୱରେ ରହିଲେ କିପରି ଭାବରେ ଏଇଟାକୁ ବିକ୍ରି କରାଯାଇ ଜମିଟାକୁ କିଣାଯାଇ ପାରିବ ସେଥି ନିମନ୍ତେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେଥିରେ ବ୍ରଜାନନ୍ଦ ସ୍ୱାଇଁ ଯେ ସିଗ୍ନେଚର କରିଛନ୍ତି, ହଁ, ସେ ମେମାଟ ମିଟିଂ ନଥିଲେ ଯେଉଁ ନୋଟିସ୍ ଦିଆଯାଇଥିଲା ସେଥିରେ ସେ ସାଇନ୍ କରିଛନ୍ତି, କିନ୍ତୁ ସଭାରେ ଅନୁପସ୍ଥିତ ଥିଲେ। ଆଉ ପ୍ରାୟ ସମସ୍ତେ ଅନୁପସ୍ଥିତ ଥିଲେ। ଯୋଉ ବ୍ୟକ୍ତିମାନେ ଯୋଉ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଆପଣ ଭାବୁଛନ୍ତି ଯେ ମଣ୍ଡଳ ପକ୍ଷରୁ ତାଙ୍କୁ କିଛି ଆଇନ ହିସାବରେ ତାଙ୍କୁ ଦଣ୍ଡିତ କରାଯିବ? ଏହା ତ ନିଶ୍ଚିତ, ଯେହେତୁ ଗୋଟେ ମଣ୍ଡଳୀ ବିପକ୍ଷରେ ସେମାନେ ଯାଇଛନ୍ତି, ମଣ୍ଡଳୀ ପରବର୍ତ୍ତୀ ସମୟରେ ଏ ବିଷୟରେ ଚିନ୍ତା କରିବ। କିନ୍ତୁ ମଣ୍ଡଳୀ ଏଥି ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଅନେକ ଥର ଏ ବିଷୟରେ ସଭା କରିଛି, ଡାକିଛି, ସଭା ହୋଇଛି, ତାପରେ ଡିସିସନ୍ ହେଇଛି ଏବଂ ଯେଉଁ ନିୟମ କରାଗଲା ସେଇ ଅନୁସାରେ ମଣ୍ଡଳୀର କର୍ମକର୍ତ୍ତାମାନେ ସେମାନେ ଆଗକୁ ବଢ଼ିଛନ୍ତି ଏବଂ ସେଇ ଅନୁସାରେ ଗୋଟିଏ ଆଗ୍ରିମେଣ୍ଟ କରିକି ବର୍ତ୍ତମାନ ସେ ଜମିକୁ ଡିସ୍ପୋଜ କରିକି ଏ ଜମିକି କିଣିବା ପାଇଁ ସେମାନେ ଆଗେଇଛନ୍ତି। ଯେହେତୁ ଆପଣ ଲିଗାଲ ୱେରେ ଅଛନ୍ତି, ଆପଣ ଆଶା କରିବେ କି ତହସିଲଦାର, ସବ୍ ରେଜିଷ୍ଟ୍ରାର ଏବଂ ଅଛନ୍ତି ଉପରିସ୍ଥ ଅଧିକାରୀ ଆପଣଙ୍କର କଥାକୁ ଗ୍ରହଣ କରି ଆପଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ? ନିଶ୍ଚିତ ଆମେ ନିୟମ ଅନୁସାରେ ଯାଇଛୁ, ଆମେ କୌଣସି ବେନିୟମ କାର୍ଯ୍ୟ କରିନାହୁଁ। ତେଣୁକରି ଆମମାନଙ୍କ ବିପକ୍ଷରେ ଯେତେ କଥା ବର୍ତ୍ତମାନ ତହସିଲ ଅଫିସରେ ହଉ, ସବ୍ ରେଜିଷ୍ଟ୍ରାର ଅଫିସରେ ହଉ ବା ଫାଣ୍ଡିରେ ହଉ, ଯାହା କିଛି କାଗଜ ଦିଆଯାଇଛି ଆମେ ସେଥିରେ ଦୁଃଖିତ ନ ହଉ କି ଆମେ ସେଥିରେ ମର୍ମାହତ ନ ହଉ। ଆମେ ନିୟମ ଅନୁସାରେ ଯାଇଛୁ ଆଉ ଆଗକୁ ମଧ୍ୟ ଏ କାର୍ଯ୍ୟ ନିଶ୍ଚିତ ଭାବରେ ହବ, କାରଣ ଆମେ ନିୟମରେ ଅଛୁ। ଆଉ ମୁଁ ନିଶ୍ଚିତ ଆମେ ସତ୍ୟରେ ଅଛୁ, ସତ୍ୟରେ ଧର୍ମର ନିଶ୍ଚିତ ଭାବରେ ଜୟ ହବ, ଏହା ନିଶ୍ଚିତ।